ଶିମିଳିପାଳର 5 ଜଣ ଶିକାରୀଙ୍କୁ ପୁଣି ଧରାଇଲା ଟ୍ରାପ୍ କ୍ୟାମେରା। ସୂଚନା ଦେଲେ ଶିମିଳିପାଳ ଡେପୁଟି ଡାଇରେକ୍ଟର ଦକ୍ଷିଣ ସମ୍ରାଟ ଗୌଡ଼ା। ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ଟ୍ରାପ୍ କ୍ୟାମେରା ସହାୟତାରେ ପୁଣି 5 ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଉଛନ୍ତି ବାରିପଦା ବନଖଣ୍ଡ ଅଧୀନ ତଥା ବାରିପଦା ସଦର ଥାନା ଅନ୍ତର୍ଗତ ବେସରପାଣି ଗ୍ରାମର କରୁଣାକର ମଲ୍ଲିକ, କାର୍ତ୍ତିକ ଭକ୍ତା, ଭୋଳା ଭକ୍ତା, ଗୁନୁ ଭକ୍ତା ଓ ରବି ଭକ୍ତା। ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ଟ୍ରାପ୍ କ୍ୟାମେରା ସହାୟତାରେ ପିଠାବଟା ରେଞ୍ଜର ଏସିଏଫ୍ ଓ ଅନ୍ୟ ଷ୍ଟାଫ୍ ସହାୟତାରେ ଉପରୋକ୍ତ 5 ଜଣଙ୍କ ଘରେ ରେଡ୍ କରାଯାଇ 3ଟି ଖାଲି ବନ୍ଧୁକ, ଗୋଟିଏ ଗୁଳିଭରା ବନ୍ଧୁକ, 100 ଗ୍ରାମ ବନ୍ଧୁକ ପାଉଡର, 2ଟି ହେଡଲାଇଟ୍, 2ଟି ବଡ଼ କରତ, ତାର ଫାଶ, 200ଟି ପ୍ଲେଟ୍ସ, ଏକ ସେଟ୍ ବାଉଁଶ ଫାଶ ଆଦି ଜବତ କରାଯାଇଛି। ଶିମିଳିପାଳର ଗୁପ୍ତଚର କର୍ମଚାରୀମାନେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ। ତେବେ ଅଭିଯୁକ୍ତମାନଙ୍କୁ ନ୍ୟାୟିକ ହେଫାଜତରେ ରିମାଣ୍ଡରେ ନେବା ପାଇଁ ବାରିପଦା ଏସ୍ଡିଜେଏମ୍ ମାନ୍ୟବର କୋର୍ଟକୁ ପଠାଇ ଦିଆଯାଇଛି ବୋଲି ବୁଧବାର ଅପରାହ୍ନ ପ୍ରାୟ 1:30 ସମୟରେ ଶିମିଳିପାଳର ଡେପୁଟି ଡାଇରେକ୍ଟର ଦକ୍ଷିଣ ସମ୍ରାଟ ଗୌଡ଼ା ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।